ମଣିଷ କୋଉଠି ଆଇଲେ ପୃଥିବୀ ମଧ୍ୟରେ ଏ ଜଗତ ମଧ୍ୟରେ ମଣିଷ କୋଉଠି ଆଇଲେ ଆପଣ ଜାଣନ୍ତି କି? ବିଭିନ୍ନ ପ୍ରକାର ମତ ଅଛି। ବୈଜ୍ଞାନିକ ମତ ଅନୁସାରେ ଡାରୱିନଙ୍କ ମତରେ ଜେଲରୁ ମଣିଷ ସୃଷ୍ଟି ହେଲା ବୋଲି, ପାଣିରୁ ସୃଷ୍ଟି ହେଲା ବୋଲି। କିନ୍ତୁ ବୈଜ୍ଞାନିକକୁ କିଏ ସୃଷ୍ଟି କଲା? ଯେଉଁ ବୈଜ୍ଞାନିକ ଆଜି କହୁଛି ଜେଲରୁ ସୃଷ୍ଟି ହେଲା ମଣିଷ ବୋଲି, ସେ ବୈଜ୍ଞାନିକ ନିଜକୁ କିଏ ସୃଷ୍ଟି କଲା ସେଟା ପ୍ରଥମେ ଜାଣିବାକୁ ପଡ଼ିବ। ବାଇବଲ ଅନୁସାରେ ଆମେ ଯଦି ଦେଖିବା ଆଦି ପୁସ୍ତକରେ ନେଇକି କ'ଣ କଲେ, ସଦାପ୍ରଭୁ ପରମେଶ୍ୱର ଆପଣା ପ୍ରତିମୂର୍ତ୍ତିରେ ଆପଣା ସାଦୃଶ୍ୟରେ ମନୁଷ୍ୟକୁ ନିର୍ମାଣ କଲେ ବୋଲି ଲେଖାଯାଇଛି। ନେଇକି ପୁରୁଷ ସ୍ତ୍ରୀ କରି ନିର୍ମାଣ କଲେ ବୋଲି ଲେଖାଯାଇଛି। ତାର ଆଦି 1 ପର୍ବ 2 ପଦରେ ଲେଖାଯାଇଛି। ଆଉ କ'ଣ କଲେ ନା ନା ମଣିଷକୁ ଗୋଟେ ଧୂଳି ଆପଣ ଧୂଳି ସୃଷ୍ଟି କଲେ। ଧୂଳି ମାଟି ନେଲେ, ମାଟି ନେଇକି ଚଟକିକି ତାକୁ ମୂର୍ତ୍ତି କଲେ ଆପଣା ପ୍ରତିମୂର୍ତ୍ତିରେ। ତାପରେ ଆପଣାର ଫୁଙ୍କ ମାଧ୍ୟମରେ ମଣିଷକୁ ଜୀବିତ କଲେ ବୋଲି ବାଇବଲରେ ଲେଖାଯାଇଛି। କୋଉଠି ଅଛି? ଆଦି ପର୍ବ 1ରେ ଲେଖାଯାଇଛି ନେଇକି ତାର 7 ପଦ 27 ପଦ 17 ପଦରେ ଅଛି। ଆଦି 1 7 27 26 ଆହୁରି 2ର ତାର 17ରେ ବି ଅଛି। ତେଣୁ ଆମେ ମାନେ ଗୋଟେ ଲାଖା ଧୂଳି, ଆମମାନେ ଗୋଟେ ଲାଖା ମାଟି। ତେଣୁ ମଣିଷ ମରିଗଲେ କ'ଣ କରନ୍ତି? ମଣିଷକୁ ମାଟିରେ ପୋତନ୍ତି। ଆଉ ଆତ୍ମାଟା କ'ଣ କରେ? ଚାଲିଯାଏ। ଆମମାନଙ୍କର ଆତ୍ମା ଥିବାରୁ ଆଜି ଆପଣଙ୍କ ପାଖରେ ମୁଁ କଥା କହୁଅଛି। ଆପଣମାନେ ମଧ୍ୟ ବସୁଛନ୍ତି, ପ୍ରଭୁଙ୍କୁ ଧନ୍ୟବାଦ ଦେଉଅଛନ୍ତି। ହେଲେ ଆତ୍ମା କାହାର? এই আত্মা হচ্ছে ঈশ্বরଙ୍କର দান, যে মଣିষକୁ আপনা ପ୍ରତିମୂର୍ତ୍ତିରେ ଧୂଳି ନିର୍ମାଣ କରି ସେ ମୂର୍ତ୍ତି ଭିତରେ ଫୁଙ୍କି ଦେଇକିରି ପ୍ରାଣବାୟୁ ବୁଆଇଥିଲେ ବାଇବଲରେ ଲେଖାଯାଇଅଛି। ଅଛି କି ନାହିଁ? ଆଦି ପୁସ୍ତକରେ ଅଛି। ଆଦି ପୁସ୍ତକ କେତେ ଅଛି? 1 ଆଉ 2 ପଦରେ ଅଛି। ପଢ଼ନ୍ତୁ ପାଇବେ। କିନ୍ତୁ ଏଇ ମଣିଷ ଆଜି ନାଇଁକି ଈଶ୍ୱରଙ୍କ ସୃଷ୍ଟି କରିଥିବା ମନୁଷ୍ୟ ଆଜି ଈଶ୍ୱରଙ୍କ ଭୁଲି ଯାଉଅଛି। ଈଶ୍ୱର ସୃଷ୍ଟି କରୁଥିବା ମଣିଷ ଆଜି ବିପଦରେ ଯାଇଅଛନ୍ତି।